ପରିବା ଦେଖେଇ କହୁଛି। ଆପଣଙ୍କୁ ମୁଁ ପଚାରିବି ସେବା କହିଲେ କଣ ବୁଝନ୍ତି ଆପଣ? ମୁଁ କିନ୍ତୁ ସେଇ ସେବା କହୁଛି। ସେବା ସେ ସେବିତବ୍ୟ ମହାବୃକ୍ଷ ଫଳଂ ପୁଷ୍ପ ସମନ୍ବିତ ଯଦି ଦୈବା ଫଳଂ ନାସ୍ତି ଛାୟାକେନ ନିବାର୍ଯ୍ୟତେ। ସେରୁ କହୁଛି। ମତେ ସେଇ ଲାଇନଟା ମୁଁ ଯେତେବେଳେ ଦଶମ ଶ୍ରେଣୀରେ ପାଠ ପଢୁଥିଲି, ସାର୍ ମତେ ପାଠ ପଢେଇଥିଲେ, ମତେ ସେଇ ଲାଇନଟା ଆଜି ପର୍ଯ୍ୟନ୍ତ ମୋର ମନେ ଅଛି। ଆଉ ସେଇ ଲାଇନକୁ ଧରିକି ମୁଁ ସମାଜ ସେବା କରୁଛି। ଏ ସ୍ୱାର୍ଥପର ଦୁନିଆରେ, ଏ ଜୀବଜଗତ ଭିତରେ ଯଦି କେହି ନିଃସ୍ୱାର୍ଥପର ଭାବେ ସେବା ଯୋଗାଇ ଦେଉଥାଏ, ତାହେଲେ ମୁଁ କହିବି ସେ ହେଉଛି ଗୋଟେ ଗଛ। ଗଛ ଖାଦ୍ୟ, ବସ୍ତ୍ର, ବାସଗୃହ ସବୁକିଛି ଆପଣମାନଙ୍କୁ ଦଉଛି। ଫଳ, ପୁଷ୍ପ ସବୁକିଛି ଦଉଛି। ଯଦି କୌଣସି ଗଛରେ ଫଳ ଏବଂ ପୁଷ୍ପ ନ ମିଳିଲା, ତାହେଲେ ଆପଣ ରାସ୍ତାରେ ଯାଉଥିବା ପଥିକକୁ ପଚାରିଦେବେ ଗଛର ମୂଲ୍ୟ କେତେ। ନିହାତି କେବେ ସେ ପଥିକକୁ ଖରା ଛାଇରୁ ବାଦ ଦିଏ, ଖରା ଛାଇରେ ସେ ଥକା ମାରିଦିଏ।